ପିଲାମାନେ ଆଜି ଆମେ ଚତୁର୍ଥ ଶ୍ରେଣୀ ଆମେ ଓ ଆମ ପରିବେଶ ବହିର ଆମ ଜାତୀୟ ସଂକେତ ବିଷୟର ପ୍ରଶ୍ନ ଉତ୍ତର କରିବା। ତୁମ ବିଦ୍ୟାଳୟରେ ପ୍ରତିବର୍ଷ ପାଳିତ ହେଉଥିବା ଜାତୀୟ ଦିବସର ନାମ ଓ ସେହି ଦିବସ କେବେ ପାଳନ କରାଯାଏ ତଳେ ଲେଖ। ଜାତୀୟ ଦିବସର ନାମ ସ୍ୱାଧୀନତା ଦିବସ, ମାସ ଅଗଷ୍ଟ, ତାରିଖ 15। ଗଣତନ୍ତ୍ର ଦିବସ, ମାସ ଜାନୁଆରୀ, ତାରିଖ 26। ଗାନ୍ଧୀ ଜୟନ୍ତୀ, ଅକ୍ଟୋବର ମାସ, ତାରିଖ 2। ଆମ ଦେଶ ହେଉଛି ଏକ ସ୍ୱାଧୀନ ଦେଶ। ପୃଥିବୀର ପ୍ରତ୍ୟେକ ସ୍ୱାଧୀନ ଦେଶର ଜାତୀୟ ପତାକା, ଜାତୀୟ ସଙ୍ଗୀତ ଓ ଜାତୀୟ ସଂକେତ ରହିଅଛି। ଆମ ଦେଶର ମଧ୍ୟ ଜାତୀୟ ପତାକା, ଜାତୀୟ ସଙ୍ଗୀତ ଓ ଜାତୀୟ ସଂକେତ ରହିଅଛି। ଆମ ଜାତୀୟ ପତାକାକୁ ତ୍ରିରଙ୍ଗା ପତାକା କୁହାଯାଏ। ଜନଗଣ ମନ ହେଉଛି ଆମର ଜାତୀୟ ସଙ୍ଗୀତ ଏବଂ ଅଶୋକ ଚକ୍ର ହେଉଛି ଆମର ଜାତୀୟ ସଂକେତ। ଆମ ଜାତୀୟ ପତାକାରେ ମୁଖ୍ୟତଃ 3ଟି ରଙ୍ଗ ରହିଛି। ଏହାର ଉପର ଭାଗର ରଙ୍ଗ ନାରଙ୍ଗୀ, ମଝି ଭାଗର ରଙ୍ଗ ଧଳା ଓ ତଳ ଭାଗର ରଙ୍ଗ ସବୁଜ। ମଝିରେ ଥିବା ଧଳା ରଙ୍ଗ ଉପରେ ଗୋଟିଏ ଚକ୍ର ଚିହ୍ନ ଅଛି। ଏହାର ରଙ୍ଗ ଗାଢ଼ ନାଲି। ଏଥିରେ 24ଟି ଅର ରହିଛି। ଆମ ଜାତୀୟ ପତାକାରେ ମୁଖ୍ୟତଃ 3ଟି ରଙ୍ଗ ଥିବାରୁ ଏହାର ନାମ ତ୍ରିରଙ୍ଗା। ଏହାର ଆକାର ଆୟତାକାର। ଏହାର ଦୈର୍ଘ୍ୟ ପ୍ରସ୍ତର 1.5 ଗୁଣ। ଉଦାହରଣ ସ୍ୱରୂପ ପତାକାଟିର ଦୈର୍ଘ୍ୟ 15 ସେଣ୍ଟିମିଟର ହେଲେ ପ୍ରସ୍ତ 10 ସେଣ୍ଟିମିଟର ହେବ। ଜାତୀୟ ପତାକାର ବିଭିନ୍ନ ଅଂଶ, ରଙ୍ଗ, ବାର୍ତ୍ତା। ଉପର ଭାଗ, ଆମ ଜାତୀୟ ପତାକାର ଉପର ଭାଗର ରଙ୍ଗ ହେଉଛି ନାରଙ୍ଗୀ। ବାର୍ତ୍ତା ବୀରତ୍ୱ, ତ୍ୟାଗ। ମଝି ଭାଗ ଧଳା। ବାର୍ତ୍ତା ସତ୍ୟ, ଶାନ୍ତି, ପବିତ୍ରତା। ତଳ ଭାଗ ସବୁଜ ରଙ୍ଗ। ବାର୍ତ୍ତା ସମୃଦ୍ଧି, ଶ୍ରମ, ବିଶ୍ୱାସ। ଚକ୍ର ରଙ୍ଗ ଗାଢ଼ ନୀଳ। ବାର୍ତ୍ତା ନ୍ୟାୟ, ଧର୍ମ, ପ୍ରଗତି। 1947 ମସିହା ଜୁଲାଇ 22 ତାରିଖରେ ଆମ ଦେଶର ଶାସନ ବିଧାୟକ ସଭା ଏହାକୁ ଜାତୀୟ ପତାକାର ମାନ୍ୟତା ଦେଇଛି। ସେହି ଦିନଠାରୁ ଏହାକୁ ଜାତୀୟ ପତାକା ରୂପେ ଗ୍ରହଣ କରାଯାଇଛି। ଏହା ଆମ ଭିତରେ ଏକତା ଓ ସଦ୍ଭାବ ଆଣିଦେଇଛି। ଏହା ଆମ ଦେଶର ଗୌରବ। ଜାତୀୟ ପତାକା ଉଡ଼ାଇବା ବେଳେ କି ନିୟମ ମାନିବାକୁ ପଡ଼େ ଆସ ସେଗୁଡ଼ିକ ଜାଣିବା। ଏହାର ନାରଙ୍ଗୀ ରଙ୍ଗ ଅଂଶ ଉପରକୁ ରହିବ। ଅନ୍ୟ କୌଣସି ପତାକା ଜାତୀୟ ପତାକା ଠାରୁ ଉଚ୍ଚରେ କିମ୍ବା ଡାହାଣ ପାର୍ଶ୍ୱରେ ଉଡ଼ାଇବା ନାହିଁ। ଜାତୀୟ ପତାକା ଜାତୀୟ ଦିବସ ପାଳନ ଦିନ ଉଡ଼ାଯାଇଥାଏ। ଏହି ପତାକାକୁ ଯେକୌଣସି ବ୍ୟକ୍ତି ସମ୍ମାନ ଓ ମର୍ଯ୍ୟାଦାର ସହ ଉଡ଼ାଇ ପାରିବେ। ରାଷ୍ଟ୍ରପତି ଭବନ, ରାଜଭବନ, ସଂସଦ ଭବନ, ବିଧାନସଭା, ସର୍ବୋଚ୍ଚ ନ୍ୟାୟାଳୟ, ସଚିବାଳୟ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ସମସ୍ତ ସରକାରୀ ଅଫିସରେ ସବୁଦିନେ ଜାତୀୟ ପତାକା ଉଡ଼ାଯାଏ। ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ରାଜ୍ୟପାଳ, ରାଷ୍ଟ୍ରଦୂତ, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ କ୍ୟାବିନେଟ୍ ମନ୍ତ୍ରୀଙ୍କ ଗାଡ଼ିରେ ଜାତୀୟ ପତାକା ଉଡ଼ାଯାଇଥାଏ। ସୂର୍ଯ୍ୟୋଦୟଠାରୁ ସୂର୍ଯ୍ୟାସ୍ତ ମଧ୍ୟରେ ଏହା ଉଡ଼ାଯାଇପାରିବ। ସୂର୍ଯ୍ୟାସ୍ତ ପୂର୍ବରୁ ଏହାକୁ ସମ୍ମାନର ସହ ଓହ୍ଲାଇ ଆଣିବାକୁ ପଡ଼ିବ। ଜାତୀୟ ପତାକାକୁ ଓହ୍ଲାଇବା କିମ୍ବା ଉଡ଼ାଇବା ସମୟରେ ସମସ୍ତେ ନୀରବ ରହି ପତାକାକୁ ସମ୍ମାନ ଦେଖାଇବେ। ଜାତୀୟ ପତାକାକୁ କେବେ ହେଲେ ତଳେ ପକାଇବା ନାହିଁ। ଚିରି ଯାଇଥିବା କିମ୍ବା ଛିଣ୍ଡି ଯାଇଥିବା ଜାତୀୟ ପତାକାକୁ ଉଡ଼ାଇବା ନାହିଁ।
ଜାତୀୟ ପତାକାକୁ କେବଳ ଶୋକ ଦିବସ ପାଳନ ଅବସରରେ ଅର୍ଦ୍ଧନମିତ କରି ଉଡ଼ାଯାଏ। ଆମ ଜାତୀୟ ସଙ୍ଗୀତ। ପିଲାମାନେ ତୁମେ ଜାଣ କି ଆମ ଜାତୀୟ ସଙ୍ଗୀତ କିଏ ଲେଖିଛନ୍ତି? ସେ ହେଉଛନ୍ତି ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର। ଏହାକୁ ଗାଇଲେ ଆମ ଭିତରେ ଏକତା ଓ ସଦ୍ଭାବ ଆସେ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ଭାରତୀୟ, ଏହି ଧାରଣା ଆମ ମନରେ ଦୃଢ଼ୀଭୂତ ହୁଏ। ଜାତୀୟ ସଙ୍ଗୀତ ଗାଇଲା ବେଳେ କି କି ନିୟମ ମାନିବାକୁ ପଡ଼େ ଆସ ସେଗୁଡ଼ିକ ଜାଣିବା। ସମସ୍ତେ ସିଧା ଭାବରେ ସ୍ଥିର ହୋଇ ଠିଆ ହେବା। ପରସ୍ପର ମଧ୍ୟରେ ଆଦୌ କଥା ହେବା ନାହିଁ। ଏହାକୁ 52 ସେକେଣ୍ଡ ମଧ୍ୟରେ ଠିକ୍ ସ୍ୱର ଓ ତାଳର ସହ ଗାଇବା। ଆମ ଜାତୀୟ ଚିହ୍ନ। ପିଲାମାନେ ଏହି ଚିତ୍ରଟିକୁ ଦେଖ। ଏହା ହେଉଛି ଆମର ଜାତୀୟ ଚିହ୍ନ। ସମ୍ରାଟ ଅଶୋକ ତିଆରି କରିଥିବା ଅଶୋକ ସ୍ତମ୍ଭରୁ ଏହାକୁ ନିଆଯାଇଛି। ଏହି ଚିତ୍ରରେ 3ଟି ସିଂହ ଦେଖିବାକୁ ପାଇବ, କିନ୍ତୁ ପ୍ରକୃତରେ ଏଥିରେ 4ଟି ସିଂହର ଚିତ୍ର ରହିଛି। ଗୋଟିଏ ସିଂହର ପଛରେ ଆଉ ଗୋଟିଏ ସିଂହ ରହିଅଛି, ତେଣୁ ଚତୁର୍ଥ ସିଂହଟି ଦେଖି ହେଉନାହିଁ। ସିଂହଗୁଡ଼ିକ ସାହସ ଓ ବୀରତ୍ୱର ପ୍ରତୀକ। ସିଂହଗୁଡ଼ିକର ପାଦ ତଳକୁ ଚକ୍ର ଚିହ୍ନ ଓ ଚକ୍ରର ବାମ ପଟରେ ଗୋଟିଏ ଘୋଡ଼ା ଓ ଡାହାଣ ପଟରେ ଗୋଟିଏ ଷଣ୍ଢର ଚିତ୍ର ରହିଛି। ଘୋଡ଼ା ଶକ୍ତି ଓ ଷଣ୍ଢ ଦୃଢ଼ତାର ସଂକେତ ଦିଅନ୍ତି। ଚକ୍ରର ଠିକ୍ ତଳକୁ ହିନ୍ଦୀରେ ସତ୍ୟମେବ ଜୟତେ ଲେଖାଯାଇଛି। ଏହାର ଅର୍ଥ ସତ୍ୟର ଜୟ ହେଉ। ଏହିସବୁ ଗୁଣ ଆମ ଦେଶର ଲୋକମାନଙ୍କ ଚରିତ୍ର ଓ ବ୍ୟବହାରରେ ପ୍ରତିଫଳିତ ହେବା ଉଚିତ। ଏହା ବ୍ୟତୀତ ଆମର ଆଉ କେତେକ ଜାତୀୟ ସଂକେତ ଅଛି। ବାଘ ହେଉଛି ଆମର ଜାତୀୟ ପଶୁ। ମୟୂର ହେଉଛି ଆମର ଜାତୀୟ ପକ୍ଷୀ। ଆଉ ପଦ୍ମ ହେଉଛି ଆମର ଜାତୀୟ ଫୁଲ। ଅଭ୍ୟାସ 1 ନମ୍ବର। ତୁମ ବିଦ୍ୟାଳୟରେ ପାଳିତ ହେଉଥିବା ଜାତୀୟ ପର୍ବର ନାମ ତଳ କୋଠରୀରେ ଲେଖ। ଉତ୍ତର ସ୍ୱାଧୀନତା ଦିବସ, ଗଣତନ୍ତ୍ର ଦିବସ ଓ ଗାନ୍ଧୀ ଜୟନ୍ତୀ। 2 ନମ୍ବର। ତଳ କୋଠରୀ ପୂରଣ କର। ଜାତୀୟ ପତାକାର ରଙ୍ଗ ପ୍ରତୀକ। ନାରଙ୍ଗୀ। ନାରଙ୍ଗୀ କ'ଣ ପ୍ରତୀକ? ନା ବୀରତ୍ୱର ପ୍ରତୀକ। ଧଳା ସତ୍ୟ, ଶାନ୍ତି, ପବିତ୍ରତାର ପ୍ରତୀକ। ସବୁଜ ରଙ୍ଗ ସମୃଦ୍ଧି, ଶ୍ରମ ଓ ବିଶ୍ୱାସର ପ୍ରତୀକ। 3 ନମ୍ବର। କ ସ୍ତମ୍ଭ ସହିତ ଖ ସ୍ତମ୍ଭ ମିଳାଅ। ଜାତୀୟ ପକ୍ଷୀ ମୟୂର, ଜାତୀୟ ଫୁଲ ପଦ୍ମ, ଜାତୀୟ ପଶୁ ବାଘ। 4 ନମ୍ବର। ଉତ୍ତର ଲେଖ। କ ନମ୍ବର ପ୍ରଶ୍ନ। ସତ୍ୟମେବ ଜୟତେର ଅର୍ଥ କ'ଣ? ସତ୍ୟର ଜୟ ହେଉ। ଖ ନମ୍ବର। ଜାତୀୟ ସଙ୍ଗୀତ କେତେ ସମୟ ମଧ୍ୟରେ ଗାନ କରାଯାଏ? 52 ସେକେଣ୍ଡ। ଗ ନମ୍ବର। ଅଶୋକ ଚକ୍ର ଆମକୁ କେଉଁ ବାର୍ତ୍ତା ଦିଏ? ନ୍ୟାୟ, ଧର୍ମ, ପ୍ରଗତି। ଘ ନମ୍ବର। କିଏ ଜାତୀୟ ସଙ୍ଗୀତ ରଚନା କରିଥିଲେ? ରବୀନ୍ଦ୍ରନାଥ ଠାକୁର। ୱ ନମ୍ବର। ଜାତୀୟ ପତାକାର ଦୈର୍ଘ୍ୟ ପ୍ରସ୍ତର କେତେ ଗୁଣ? 1.5 ଗୁଣ। ଚ ନମ୍ବର। ଆମ ଜାତୀୟ ଫୁଲର ନାମ କ'ଣ? ପଦ୍ମ। 5 ନମ୍ବର। ଗୋଟିଏ ବା ଦୁଇଟି ବାକ୍ୟରେ ଉତ୍ତର ଦିଅ। କ ନମ୍ବର ପ୍ରଶ୍ନ। କେଉଁମାନଙ୍କ ଗାଡ଼ିରେ ଜାତୀୟ ପତାକା ଲାଗିଥାଏ? ଉତ୍ତର ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ରାଜ୍ୟପାଳ, ରାଷ୍ଟ୍ରଦୂତ, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ କ୍ୟାବିନେଟ୍ ମନ୍ତ୍ରୀଙ୍କ ଗାଡ଼ିରେ ଜାତୀୟ ପତାକା ଲାଗିଥାଏ। ଖ ନମ୍ବର ପ୍ରଶ୍ନ। ଜାତୀୟ ସଙ୍ଗୀତ ଗାଇବା ସମୟରେ ଆମ ମନରେ କି ଭାବ ଆସେ? ଉତ୍ତର ଜାତୀୟ ସଙ୍ଗୀତ ଗାଇଲେ ଆମ ଭିତରେ ଏକତା ଓ ସଦ୍ଭାବ ଆସେ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ଭାରତୀୟ, ଏହି ଧାରଣା ଆମ ମନରେ ଦୃଢ଼ୀଭୂତ ହୁଏ।
ग नंबर प्रश्न केउं समय जातीय पताका को अर्धनमित करी उड़ा जाए। उत्तर जातीय पताका को केवल शोक दिवस पालन अवसर रे अर्धनमित करी उड़ा जाए। पिला माने तुमको वीडियोटी भल लगिले लाइक एंड सब्सक्राइब करिबो।